ବାଳକାଟି ଓଡ଼ିଶା। ଏଠି ନିଆଁରୁ ଆରମ୍ଭ ପରମ୍ପରାର ପ୍ରବାହ। ଏଠି ପୁରାତନ ଭାଟିରେ ଜୀବନ୍ୟାସ ପାଏ ତରଳ କଂସା। ଦକ୍ଷ କାରିଗରଙ୍କ ପ୍ରତ୍ୟେକ ଆଘାତ ଜନ୍ମ ଦିଏ ସୁନ୍ଦର ସୁନ୍ଦର ବାସନ କୁସନ ଓ ମନୋହର କଳାକୃତି। ବାଳକାଟି ତାର ସ୍ୱତନ୍ତ୍ର କଂସା କାମ ପାଇଁ ପ୍ରସିଦ୍ଧ। ଏହା ଏକ ପାରମ୍ପରିକ କଳା। ଏହି କଳା ଉତ୍ତପ୍ତ ଓ ତରଳ କଂସାକୁ ଆକାର ଦିଏ। ବାଳକାଟିର କଂସା କାମ ପିଢ଼ି ପିଢ଼ି ଧରି ଚାଲି ଆସୁଛି। ଏଠାରେ କୁଶଳୀ କାରିଗର ନିଜର ପାରମ୍ପରିକ କୌଶଳରେ ତିଆରି କରନ୍ତି ଅନେକ ହାତ ତିଆରି ଜିନିଷ, ଯାହା ସେଗୁଡ଼ିକର ସ୍ଥାୟିତ୍ୱ ଓ ସୌନ୍ଦର୍ଯ୍ୟ ପାଇଁ ବେଶ୍ ଲୋକପ୍ରିୟ। ଏହି କଂସା ପାତ୍ର ଯେ କେବଳ ସୁନ୍ଦର ତାହା ନୁହେଁ, ବରଂ କଂସା ପାତ୍ର ଗୁଡ଼ିକରେ ଭୋଜନ କଲେ ତାହା ଖାଦ୍ୟର ପୌଷ୍ଟିକତା ମଧ୍ୟ ବୃଦ୍ଧି କରେ ବୋଲି ବିଶ୍ୱାସ ଅଛି। କଂସା ଉପକରଣ ଉପରେ ଖୋଦିତ ଏହି ଉତ୍କୃଷ୍ଟ କଳାତ୍ମକ ପରିପ୍ରକାଶ ଓ ପାରମ୍ପରିକ ଜ୍ଞାନ କୌଶଳ ବାଳକାଟିକୁ ଦେଇପାରିଛି ଏକ ଭିନ୍ନ ପରିଚୟ, ଯାହା ଆଜି ବି ଓଡ଼ିଶାର ଅଦ୍ୱିତୀୟ ଧାତୁ ବିଦ୍ୟା ପରମ୍ପରାକୁ କରେ ଆହୁରି ରୁଦ୍ଧିମନ୍ତ। ବ୍ୟବହାରିକତା କ୍ଷେତ୍ରରେ ବାଳକାଟିର କଂସା କାମ ଓଡ଼ିଶାର ଗୌରବମୟ ପରମ୍ପରାରେ ଯୋଡ଼େ ଆଉ ଏକ ପୃଷ୍ଠା। ଏମିତି ଆହୁରି ଅନେକ ରୁଚିପୂର୍ଣ୍ଣ କାହାଣୀ ଆପଣଙ୍କ ଆଗରେ ଉପସ୍ଥାପନା କରିବା ପାଇଁ ଅମୁଲ ଓଡ଼ିଶା ସବୁବେଳେ ପ୍ରୟାସରତ।